कल्याणमस्तु पिलामाने आज तुम साहित्य बहिर प्रथम पद्य वर्षा यही पद्यटी आम आलोचना करवा। यही पद्यर कवि होउछन्ति अतिबड़ी जगन्नाथ दास। जगन्नाथ दास श्री चैतन्य कठारु अतिबड़ी उपाधि प्राप्त करथिले। तांक रचित ओडिया भागवत प्रत्येक ओडिया प्राणरे भक्ति भावर प्रदीप प्रज्वलन करिथाय। श्रीमद् भागवत ओडिशावासी चिर प्रणम्य जहाँकि श्रद्धा और भक्तिर सहित पाठ करा जाए। आलोच्य पद्यटी भागवतर दशम स्कंध 21 अध्याय आनीत। कवितार विषय वस्तु होछि वर्षा वर्णना। ऋतुचक्रर आवर्तन पृथ्वी पृष्ठ को वर्षा ऋतु आगमन करे। यही वर्षा ऋतु समस्त ऋतु मानक मध्य श्रेष्ठ ऋतु। प्रचंड ग्रीष्मर प्रभाव रे धरणी संतापित हो रही था। वर्षा ऋतु आसिले धरणी बुकुरे वर्षा जल पतित होवा द्वारा धरणी तृप्ति लाभ करे। प्रकृति रे अवर्णनीय परिवर्तन आसे। शस्य संपद रे धरणी वक्ष परिपूर्ण हो जाए। वर्षा ऋतुर घन अंधार संध्यार खद्योत माने खुशी रे उड़ी बुलंती। मंडूक माने जल आवरण करी घन शब्द करती। नदी गुड़िक जलधारा रे परिपूर्ण हुअन्ति। छतु सबु फुटिबारु पृथ्वी रूपक राजांकर राजछत्र भली छतु शोभा पाए। भक्तजन अतिथि को देखि तृप्त होला परि गिरी शिखर रे मयूर माने मेघमाला देखि तृप्ति लाभ करते। ताहले वर्तमान आस आमे कविताटी आलोचना करिवा। हेमन्ते ग्रीष्म काल गला बरसा ऋतु प्रकाशिला। हेमन्ते ग्रीष्म काल गला बरसा ऋतु प्रकाशिला। सकल ऋतुंकर सार शस्य संपद मंचपुर। ऋतुचक्र आवर्तन रे ग्रीष्म परे वर्षा ऋतु पृथ्वी पृष्ठ को आगमन करिछि। ग्रीष्म वर्षा शरत हेमंत शीत बसंत जो 6 गोटी ऋतु अच्छी सेमानंक मध्यरे यही वर्षा ऋतु श्रेष्ठ अटे। यही समय मंचपुर बा धरणी शस्य संपद रे परिपूर्ण हो जाए। मेघे मिलिले शून्य पथे बिजुली शब्द संगति। मेघे मिलिले शून्य पथे बिजुली शब्द संगति। महिमंडल दुख चाही जड़ छाड़िला तो सहोई। घोर शब्दे मेघमाला गर्जिण बरसंती जल। वर्षा ऋतु आसिबार आकाश रे मेघमाला और बिजुली एकत्रित हेले। ग्रीष्म ऋतु रे संतापित हो रही धरणी यही धरणीर दुख देखि मेघमाला संतुष्ट चित्तरे घोर गर्जन करी जलवृष्टि करने को लगे। प्राणी जीवन जल राशि करुणा चितरि बरसी। प्राणी जीवन
ଜଳରାଶି କରୁଣା ଚିତରେ ବରଷି ପୃଥିବୀର ବି ତେଜ ଗ୍ରାସେ ତାପିତ ଥିଲା ଅଷ୍ଟମାସେ। ଜଳ ହେଉଛି ଜୀବନ ସଦୃଶ। ନର ପଶୁ ପକ୍ଷୀ କୀଟ ତରୁଲତା ସ୍ଥାବର ଜଙ୍ଗମ ସମସ୍ତଙ୍କର ଜୀବନ ସଦୃଶ ହେଉଛି ଏହି ଜଳ। ତେଣୁ ସକଳ ପ୍ରାଣୀମାନଙ୍କର ଜୀବନ ସଦୃଶ ଜଳ। ମେଘମାଳାମାନେ କରୁଣା ଚିତ୍ତରେ ଘନ ବର୍ଷା କରିବାକୁ ଲାଗିଲେ, ଏହି ଜଳ ଦାନ କରିବାକୁ ଲାଗିଲେ। ଦୀର୍ଘ ଦିନରୁ ଅର୍ଥାତ୍ 8 ମାସ କାଳ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ତାପିତ ହୋଇ ରହିଥିବା ଧରଣୀ ଏବେ ଜଳଧାରା ପାଇ ତୃପ୍ତି ଲାଭ କଲା। ଜଳ ପାଇଲା ତୋଷ ଚିତେ ତପସ୍ୱୀ ଜନଙ୍କର ମତେ। ଜଳ ପାଇଲା ତୋଷ ଚିତେ ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଜହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ। ତପସ୍ୱୀମାନେ ଦୀର୍ଘକାଳ କଠୋର ତପସ୍ୟା କଲାପରେ ଯେଉଁ ଫଳ ପ୍ରାପ୍ତ ହୁଅନ୍ତି, ତାହାଦ୍ୱାରା ଯେଉଁ ଖୁସି ଲାଭ କରନ୍ତି, ଯେଉଁ ଖୁସି ହୁଅନ୍ତି, ସେହିଭଳି ଧରଣୀ ଦୀର୍ଘ 8 ମାସର କଷ୍ଟ ପରେ, ଗ୍ରୀଷ୍ମର ଦାରୁଣ କଷ୍ଟ ପରେ ବର୍ଷା ଋତୁ ଆସିବାରୁ ବର୍ଷା ଜଳ ପାଇ ସେହିଭଳି ସେ ଖୁସି ହେଲା। ପରବର୍ତ୍ତୀ ପଦଟିକୁ ଆମେ ଯିବା। ପରବର୍ତ୍ତୀ ପଦଟି ହେଉଛି ଖଦ୍ୟତ କୀଟ ନିଶା ମୁଖେ ଜଗତ ଆବେରିଲେ ସୁଖେ। ଖଦ୍ୟତ କୀଟ ନିଶା ମୁଖେ ଜଗତ ଆବେରିଲେ ସୁଖେ। ମୁଣ୍ଡୁକେ ମେଘନାଦ ଶୁଣି ଗର୍ଜନ୍ତି ଆବେରିଣ ପାଣି। ମୁଣ୍ଡୁକେ ମେଘନାଦ ଶୁଣି ଗର୍ଜନ୍ତି ଆବେରିଣ ପାଣି। ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ବର୍ଷା ଋତୁ ଆସିବାରୁ ଏହି ବର୍ଷା ଋତୁର ସନ୍ଧ୍ୟା ସମୟରେ ନିଶାମୁଖ ଅର୍ଥାତ୍ ସନ୍ଧ୍ୟା, ଏହି ସନ୍ଧ୍ୟା ସମୟରେ ଖଦ୍ୟତମାନେ ଜୁଳୁଜୁଳିଆ ପୋକମାନେ, ଖଦ୍ୟତର ଅର୍ଥ ହେଉଛି ଜୁଳୁଜୁଳିଆ ପୋକ, ଏହି ଜୁଳୁଜୁଳିଆ ପୋକମାନେ ସବୁଆଡ଼େ ଖୁସିରେ ଉଡ଼ି ବୁଲିଲେ। ମେଘର ଶବ୍ଦ ଶୁଣି ମଣ୍ଡୁକମାନେ ଅର୍ଥାତ୍ ବେଙ୍ଗମାନେ ଜଳ ଥିବା ସ୍ଥାନରେ ଖୁସିରେ ଗର୍ଜନ କଲେ, ଅର୍ଥାତ୍ ଉଚ୍ଚ ସ୍ୱରରେ ରାବ ଦେଲେ। ଆଉ କ'ଣ ହୋଇଛି? ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ବର୍ଷା ଋତୁ ଆସିବାରୁ ଛୋଟ ଛୋଟ ନଦୀ ସବୁ ଜଳରେ ପରିପୂର୍ଣ୍ଣ ହୋଇଗଲେ, ଲହରୀ ସହିତ ସେମାନେ ଉଛୁଳି ଉଠିଲେ। নানা প্রকারে শস্য রাশি এণে পূরিত মহি দিশি। নানা প্রকারে শস্য রাশি এণে পূরিত মহি দিশি। ছতু যে ছত্র প্রায় হই রাজার প্রায় দিশে মহি। ବର୍ଷା ଋତୁରେ ନାନା ପ୍ରକାର ଶସ୍ୟରେ ପୃଥିବୀ ପରିପୂର୍ଣ୍ଣ ଦିଶିଲା।
ଅର୍ଥାତ୍ ବର୍ଷା ଋତୁ ଆସିବାରୁ ପୃଥିବୀ ପୃଷ୍ଠ ନାନା ପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହୋଇଗଲା। ଶସ୍ୟ ରାଶିରେ ପୃଥିବୀ ଭରିଗଲା। ବିଭିନ୍ନ ସ୍ଥାନରେ ଛତୁ ସବୁ ଛତ୍ର ଆକାରରେ ଫୁଟିବାରୁ ପୃଥିବୀ ରାଜା ପରି ଦିଶିଲା। ଅର୍ଥାତ୍ ପୃଥିବୀ ରୂପକ ରାଜାଙ୍କର ରାଜଛତ୍ର ଭଳି ଛତୁ ଶୋଭା ପାଇଲା। ପରବର୍ତ୍ତୀ ପଦଟିକୁ ଆମେ ଯିବା। ମୟୂରଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ମୟୂରଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ଅତିଥି ଦେଖି ଭକ୍ତଜନେ ଯେ ସନ ତେସ ହୁଅନ୍ତି ମନେ। ଅତିଥି ଦେଖି ଭକ୍ତଜନେ ଯେ ସନେ ତୋଷ ହୁଅନ୍ତି ମନେ। କବିତାର ଶେଷରେ ଅତିବଡ଼ି ଜଗନ୍ନାଥ ଦାସ ଅତି ସୁନ୍ଦର ଭାବରେ ଏହି ବର୍ଷା ଋତୁ ବର୍ଣ୍ଣନା କରୁଛନ୍ତି। ବର୍ଷା ଋତୁ ଆସିବାରୁ ଆକାଶରେ ମେଘମାଳା ଦେଖି ପର୍ବତ ଶିଖରରେ ଥିବା ମୟୂର ଗିରି ଶିଖି ଥାଇ, ଅର୍ଥାତ୍ ଗିରି ଶିଖରରେ, ଗିରିର ଚୂଡ଼ାରେ ବା ତାର ଶୀର୍ଷରେ, ଘନ ବନାନୀ ଭିତରେ ପର୍ବତ ଶିଖରରେ ବାସ କରୁଥିବା ମୟୂର, ମେଘକୁ ଦେଖି ଏହି ମୟୂରମାନେ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। କେମିତି ତାର ଉପମା ଦେଇ ଜଗନ୍ନାଥ ଦାସ କହୁଛନ୍ତି, ଯେମିତି ମେଘକୁ ଦେଖି ମୟୂରମାନେ ଆନନ୍ଦରେ ନୃତ୍ୟ କରନ୍ତି, ବିହଳିତ ହୋଇ ନୃତ୍ୟ କରନ୍ତି, ସେହିଭଳି ଅତିଥିଙ୍କୁ ଦେଖି ଭକ୍ତଜନମାନେ ତୃପ୍ତି ଲାଭ କରନ୍ତି। ଅର୍ଥାତ୍ ଯିଏ ଭକ୍ତଜନ, ଯିଏ ସାଧୁଜନ, ସିଏ ଅତିଥିଙ୍କୁ ଦେଖିଲେ ତୃପ୍ତି ଲାଭ କରନ୍ତି। ତାଙ୍କ ମନରେ ଖୁସି ଆସେ, ଆଜି ମୋର ଦ୍ୱାର ଦେଶରେ ଅତିଥି ପଦାର୍ପଣ କରିଛନ୍ତି, ମୁଁ ତାଙ୍କର ସେବା କରିବି। ସେହିଭଳି ଭାବରେ ଯେଉଁଭଳି ଭାବରେ ଅତିଥିଙ୍କୁ ଦେଖିଲେ ଭକ୍ତଜନ ମନରେ ତୃପ୍ତ ଲାଭ ଆସେ, ସେ ତୃପ୍ତି ଲାଭ କରନ୍ତି, ତୃପ୍ତ ହୁଅନ୍ତି, ସେହିଭଳି ଆକାଶରେ ମେଘମାଳା ଦେଖି ମୟୂରମାନେ ଆନନ୍ଦରେ ପରିତୃପ୍ତିର ସହିତ ନାଚିବାକୁ ଲାଗିଲେ। ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ଏହା ଥିଲା ଅତିବଡ଼ି ଜଗନ୍ନାଥ ଦାସଙ୍କର ବର୍ଷା ବର୍ଣ୍ଣନା। ପଦ୍ୟଟି ଅତ୍ୟନ୍ତ ସରଳ, ବୋଧଗମ୍ୟ ହୋଇପାରିଛି। ଅତି ସୁନ୍ଦର ଭାବରେ ବର୍ଷା ବର୍ଣ୍ଣନା ଅତିବଡ଼ି ଜଗନ୍ନାଥ ଦାସ ରଚନା କରି ପରିପ୍ରକାଶ କରିଛନ୍ତି। ଆଶା ଏହି ପଦ୍ୟଟି ତୁମେ ଭଲ ଭାବରେ ବୁଝିପାରିଥିବ, ତୁମର ବୋଧଗମ୍ୟ ହୋଇଥିବ। କଲ୍ୟାଣମସ୍ତୁ, ଶୁଭମସ୍ତୁ।